ଅଛନ୍ତି ଆମର ସମ୍ମାନୀୟ ପ୍ରିୟ ସମସ୍ତଙ୍କର ଅତି ପରିଚିତ ଅପା ଉର୍ମିଳା ଅପା। ସେ ଆଲୋଚନା କରିବେ। ଆମେ ତାଙ୍କୁ ଅତି ଶ୍ରଦ୍ଧାର ସହ ଆଉ ଆନନ୍ଦର ସହ ଧୈର୍ଯ୍ୟର ସହିତ ଶୁଣିବାକୁ ପ୍ରସ୍ତୁତ ରହିବା। ତାନେ ଉର୍ମିଳା ଅପାଙ୍କୁ ସ୍ୱାଗତ କରୁଛି। ସେ ଆଲୋଚନାକୁ ପ୍ରବେଶ କରନ୍ତୁ। ଅପା ପ୍ରଣାମ, ବନ୍ଦେ ମାତରମ୍। ଆପଣ ଆଲୋଚନା ରଖନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଶୁଭ ଅପରାହ୍ନରେ ଅଶେଷ ଭକ୍ତିପୂତ ପ୍ରଣତି। ସମସ୍ତଙ୍କୁ ମୋର ବନ୍ଦେ ମାତରମ୍। ଯେଉଁମାନେ ମାଙ୍କର ଏଇ ପାଠଶାଳାରେ ଯୋଗ ଦେଇଛନ୍ତି, ମୋର ଶ୍ରଦ୍ଧାୟୀ ଭାଇମାନେ ଭଉଣୀମାନେ, ପରମ ଆତ୍ମୀୟ। କାଲି ସହସା ସୁଭାଷ ଭାଇ ଆଜି ଟପିକ ଦେବା ପାଇଁ କହିଲେ, ମୁଁ ଆଉ ପ୍ରସ୍ତୁତ ହେଇପାରିଲିନି। ଏଇ ଟପିକଟି ଦେଇଛି, ବୀର ଯୋଦ୍ଧା କରି ଗଢ ଆମ୍ଭ ମାନଙ୍କୁ, ମାଙ୍କର ରଚନା। ମେକ୍ ଅସ୍ ଅଫ୍ ଦି ହିରୋ ୱାରିୟର୍ସ। ବୀର ଯୋଦ୍ଧା କରି ଗଢ ଆମ୍ଭ ମାନଙ୍କୁ, ଆମ୍ଭେମାନେ ଚାହିଁଛୁ ତାହା ହିଁ ହେବାକୁ। ଅତୀତ ଚାହେଁ ବଞ୍ଚିବ ତା ବିରୁଦ୍ଧରେ, ଆସନ୍ନ ଭବିତବ୍ୟର ମହାଯୁଦ୍ଧରେ। ଏବଂ ଆମେ ସଫଳତା କରୁ ହାସଲ, ନୂତନ ବସ୍ତୁ ପ୍ରକାଶ ହେବ ସକଳ। ଏବଂ ଆମେ ସେସବୁ ଗ୍ରହଣ ନିମିତ୍ତ, ଜନନୀଗ ଅବିରତ ରହୁ ପ୍ରସ୍ତୁତ। ଏବଂ ଆମେ ସେସବୁ ଗ୍ରହଣ ନିମିତ୍ତ, ଜନନୀଗୋ ଅବିରତ ରହୁ ପ୍ରସ୍ତୁତ। ପ୍ରାର୍ଥନାଟି ମାଙ୍କ ଦ୍ୱାରା ଲିଖିତ ଆମ ଶିକ୍ଷାର୍ଥୀ ମାନଙ୍କ ପାଇଁ। ଶିକ୍ଷାର୍ଥୀ ଅର୍ଥ ନୁହେଁ ଯେଉଁମାନେ ସ୍କୁଲ କଲେଜରେ ଅଧ୍ୟୟନ କରୁଛନ୍ତି। ଏ ବିଶ୍ୱରୂପୀ ବିଶ୍ୱବିଦ୍ୟାଳୟରେ ଆମେ ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଶିକ୍ଷାର୍ଥୀ ଅଟୁ। ଏ ବିଶାଳ ବିଶ୍ୱ ଏକ ବିଶ୍ୱବିଦ୍ୟାଳୟ। ଏଠି ଆମେ ଯୋଉମାନେ ଜନ୍ମ ନେଇଛୁ ଶିକ୍ଷା ଗ୍ରହଣ କରିବା ପାଇଁ, ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଆମେ ସମସ୍ତେ ଶିକ୍ଷା ପ୍ରାର୍ଥୀ, ଶିକ୍ଷାର୍ଥୀ। ଏକ ନିର୍ଦ୍ଦିଷ୍ଟ ବୟସ ସୀମାରେ ଛାତ୍ର ଜୀବନ ଶେଷ ହୋଇଯାଏ ନାହିଁ। ଜନ୍ମରୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଶିକ୍ଷା କରିବାକୁ ଅଛି, ଶିକ୍ଷାର ସୁଯୋଗ ରହିଛି। ତେଣୁ ଗୋଟେ ନିର୍ଦ୍ଦିଷ୍ଟ ବୟସ ନାହିଁ ଯେ ଏଇ ସମୟରେ ଶିକ୍ଷା ଆରମ୍ଭ କରାଯିବ ଏବଂ ଏଇ ସମୟରେ ଶେଷ ହବ। ନିର୍ଦ୍ଦିଷ୍ଟ ବୟସ ସୀମାରେ ଛାତ୍ର ଜୀବନର ପରିସମାପ୍ତି ଘଟେ ନାହିଁ, କାରଣ ସମଗ୍ର ଜୀବନ ହିଁ ଶିକ୍ଷା। ଅଲ୍ ଲାଇଫ୍ ଇଜ ଲର୍ଣ୍ଣିଂ, ଅଲ୍ ଲାଇଫ୍ ଇଜ ଏଜୁକେସନ। ସେଇଭଳି ଅଲ୍ ଲାଇଫ୍ ଇଜ ଯୋଗ, ଅର୍ଥାତ୍ ଯୋଗ ଏବଂ ଶିକ୍ଷା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ମା କହିଛନ୍ତି, ଏ ଟିଚର ମଷ୍ଟ ବି ଏ ଯୋଗୀ। ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କୁ ହିଁ ଯୋଗୀ ହେବାକୁ ପଡିବ। ଯୋଗୀ କହିଲେ ଆମ ଦୃଷ୍ଟିରେ ଯୋଉ ଗୈରିକ ବସ୍ତ୍ର ବିମଣ୍ଡିତ, ମାଳା ତିଳକ ଶୋଭିତ ଗୃହତ୍ୟାଗୀ ସନ୍ନ୍ୟାସୀ ନୁହନ୍ତି। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଯୋଗୀ ଏବଂ ସେ ଯୋଗୀଟିକୁ ଯୋଦ୍ଧା ହେବାକୁ ପଡେ। ବୀର ଯୋଦ୍ଧା କରି ଆମକୁ ଗଢିବେ ମା ବୋଲି ପ୍ରାର୍ଥନା। ଯୋଗୀ ହବାକୁ ହେଲେ ଯୋଦ୍ଧା ହବାକୁ ପଡିବ, କାରଣ ଜୀବନ ହେଉଛି ଯୋଗ। ଜୀବନ ହେଉଛି ଯୋଗ, ତା ସଙ୍ଗେ ସଙ୍ଗେ ଜୀବନ ହେଉଛି ଯୁଦ୍ଧ। ଜୀବନ ଯେମିତି ଯୋଗ, ଅଲ୍ ଲାଇଫ୍ ଇଜ ଯୋଗ, ସେମିତି ଜୀବନ ହେଉଛି ଗୋଟିଏ ଯୁଦ୍ଧ ବା ସଂଘର୍ଷ। ଷ୍ଟ୍ରଗଲ ଫର ଏକ୍ସିଷ୍ଟେନ୍ସ, ଜୀବନ ସଂଘର୍ଷ। ଜୀବନରେ ଯୋଗର ଆବଶ୍ୟକତା ଅଛି ଯେମିତି ଯୁଦ୍ଧର ଆବଶ୍ୟକତା ଅଛି ସେମିତି। ଷ୍ଟ୍ରଗଲ ଫର ଏକ୍ସିଷ୍ଟେନ୍ସ, ଲାଇଫ୍ ଇଜ ଏ ବ୍ୟାଟଲ, ଫାଇଟ୍ ଇଟ୍। ଜୀବନ ସଂଘର୍ଷ ଏକ କର୍ମ କୁରୁକ୍ଷେତ୍ର। ଜୀବନରେ ଛନ୍ଦା ଛନ୍ଦି ସର୍ବ ଯୋଗ ସୂତ୍ର। ଏ ଜୀବନ ହେଉଛି ଗୋଟେ ସଂଘର୍ଷ, ସଂଘର୍ଷର ଭୂମି ଏବଂ ଏଠି କର୍ମର କୁରୁକ୍ଷେତ୍ର। ଏ ଜୀବନ କର୍ମମୟ ଏବଂ ଏଇ ଜୀବନରେ ସମସ୍ତ ଯୋଗସୂତ୍ର
ଛନ୍ଦାଛନ୍ଦି ହେଇ ରହିଛି। ଯୁଦ୍ଧ କରିବାକୁ ହେଲେ ଯୋଦ୍ଧା ହେବାକୁ ପଡେ। ଯେ ଯୁଦ୍ଧ କରିବ ତାକୁ ଯୋଦ୍ଧା ହେବାକୁ ପଡିବ। ହିରୋ ୱାରିୟର। ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଯୋଗ ଏବଂ ଯୁଦ୍ଧ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଯୋଗ ଯାହା ଯୁଦ୍ଧ ହିଁ ସେଇଆ। ଏଟା ଆଧ୍ୟାତ୍ମିକ ଚିନ୍ତାଧାରା। ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଯୋଗ ଏବଂ ଯୁଦ୍ଧର ଅର୍ଥ ସମାନ, ଏଥିରେ କୌଣସି ପ୍ରଭେଦ ନାହିଁ। ମାତ୍ର ଧାର୍ମିକ ଓ ନୈତିକ ଦୃଷ୍ଟିକୋଣରୁ ଏ ଦୁଇଟି ପରସ୍ପର ବିପରୀତ ଧର୍ମୀ। ଆମେ ଯଦି ଆଧ୍ୟାତ୍ମିକ ଦୃଷ୍ଟିରେ ବିବେଚନା କରାଯିବ, ଯୋଗ ଆଉ ଯୁଦ୍ଧ ସମାନ ଅର୍ଥ, କିନ୍ତୁ ଧାର୍ମିକ ଓ ନୈତିକ ଦୃଷ୍ଟିକୋଣରୁ ଏଥିରେ ପାର୍ଥକ୍ୟ ରହିଛି। ଯୁଦ୍ଧ ରକ୍ତପାତ ହେଉଛି ହିଂସ୍ର କର୍ମ, ଆମେ ଯାହାକୁ ହିଂସ୍ର କର୍ମ ବୋଲି କହୁ, ଯୁଦ୍ଧ ରକ୍ତପାତ। ମାତ୍ର ଯୋଗ ଏକ ଭିନ୍ନ ମାର୍ଗ। ଶାନ୍ତ ସମାହିତ ଭାବରେ ଈଶ୍ୱର ଉପାସନା, ଜପ, ତପ, ଧ୍ୟାନ, ଧାରଣା, ଇଏ ହଉଛି ଯୋଗର ଲକ୍ଷଣ। ଶାନ୍ତ ସମାହିତ ଭାବରେ ଈଶ୍ୱରଙ୍କୁ ଉପାସନା କରିବା, ତପସ୍ୟା କରିବା, ବନବାସୀ ହବା, ସନ୍ନ୍ୟାସୀ ହବା, ଘରେ ରହିଲେ ମଧ୍ୟ ପୂଜା ଉପାସନାରେ ମଗ୍ନ ରହିବା। ଏଠି ହିଂସାର ପ୍ରଶ୍ନ ନାହିଁ, ରକ୍ତପାତର ପ୍ରଶ୍ନ ନାହିଁ। ଆକୁ କୁହାଯାଏ ଯୋଗ ବୋଲି ଆମେ ଭାବୁ। ଆଉ ଯୁଦ୍ଧ ହେଉଛି ଶକ୍ତିର ସାଧନା, ଆଉ ଯୋଗ ହେଉଛି ଭକ୍ତିର ସାଧନା। ଯୁଦ୍ଧ ଯେତେବେଳେ ଶକ୍ତିର ସାଧନା, ଯୋଗ ସେତେବେଳେ ଭକ୍ତିର ସାଧନା। ଏଇ ଭାବନାଟା ହଉଛି ଆଧ୍ୟାତ୍ମିକ ଅଜ୍ଞତା। ଆମ ଭିତରେ ଯଦି ଏଇଭଳି ଭାବନା ଥାଏ, ତାହେଲେ ତାହା ଗୋଟେ ଭୁଲ ଭାବନା। ତାକୁ ଆଧ୍ୟାତ୍ମିକ ଅଜ୍ଞତା କୁହାଯାଏ। ଯୁଗାବଧି ଥିବା ଧାର୍ମିକ ଓ ନୈତିକ ବନ୍ଧନରୁ ମୁକ୍ତ ହେବାର ଦେବ ମୁହୂର୍ତ୍ତଟି ବର୍ତ୍ତମାନ ସମାଗତ। ଏଇ ଯୋଉ ଭାବନା ଆମର ଯୁଗାବଧି ରହିଛି, ଭ୍ରାନ୍ତ ଧାରଣା, ସେ ଭ୍ରାନ୍ତ ଧାରଣା ଦୂର କରିବାର ସମୟ ଉପଗତ ହେଇଛି। ଧାର୍ମିକ ଓ ନୈତିକ ବନ୍ଧନରୁ ମୁକ୍ତ ହେବାର ସମୟ ଆସିଛି। ଯଥାର୍ଥ ଦୃଷ୍ଟିରେ ଦେଖିଲେ ଧର୍ମ ଏକ ସାମ୍ପ୍ରଦାୟିକ ଭାବନାର ପ୍ରତୀକ ନୁହେଁ। ଧର୍ମ କହିଲେ ଆମେ ସମ୍ପ୍ରଦାୟ ଗୁଡିକ ଆମ ଆଖି ଆଗକୁ ଆସେ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବିଭିନ୍ନ ସମ୍ପ୍ରଦାୟ। କିନ୍ତୁ ଯଥାର୍ଥ ଦୃଷ୍ଟିରେ ଯଦି ଦେଖିବା, ଧର୍ମ ଗୋଟେ ସାମ୍ପ୍ରଦାୟିକ ଭାବନାର ପ୍ରତୀକ ନୁହେଁ। ସତ୍ୟର ଅନ୍ୱେଷଣ ହିଁ ପ୍ରକୃତ ବା ବାସ୍ତବ ଧର୍ମ। ଯୋଉ ମାର୍ଗରେ ହଉ ସତ୍ୟକୁ ଖୋଜିବା, ଭିନ୍ନ ଭିନ୍ନ ବାଟରେ ଗଲେ ବି ସତ୍ୟ ନିକଟରେ ଉପନୀତ ହବା। ସତ୍ୟ ହଉଛନ୍ତି ଶାଶ୍ୱତ, ସେଠି ପହଞ୍ଚିବା ପାଇଁ ଧର୍ମ ଗୋଟିଏ ପଥ। ଆମେ ତାକୁ ପଢୁ, ଧର୍ମ ଏକ ପୁତ ଗଢିଛନ୍ତି ବିଧି, ତରିବାକୁ ହେଇ ସଂସାର ବାରିଧି। କିନ୍ତୁ ଧର୍ମକୁ ଯୋଉ ଅର୍ଥରେ ଆମେ ବିକୃତ କରି ବ୍ୟବହାର କରୁଛୁ, ଧର୍ମର ସ୍ୱାଭାବିକ ଅର୍ଥ ତାହା ନୁହେଁ। ତେଣୁ ସତ୍ୟର ଅନ୍ୱେଷଣ ହିଁ ପ୍ରକୃତ ଧର୍ମ। ଧରାଇ ପାରେ ଯେ ସତ୍ୟର ମର୍ମ, ତାହାରି ନାମ ଅଟୋଇ ଧର୍ମ। ସତ୍ୟ ଅର୍ଥାତ୍ ଶାଶ୍ୱତଙ୍କ ଦିଗରେ ପ୍ରେରିତ କରିବାର ପ୍ରେରଣା ହେଉଛି ଧର୍ମର ପରିଭାଷା। ସତ୍ୟ ହେଲେ ଶାଶ୍ୱତ, ତାଙ୍କରି ଦିଗରେ ଆମକୁ ଯିଏ ପ୍ରେରିତ କରେ, ପ୍ରେରିତ ହେବା ପାଇଁ ପ୍ରେରଣା ଦିଏ, ତାକୁ ଧର୍ମ ବୋଲି କୁହାଯାଏ। ଏହି ଦୃଷ୍ଟିରୁ ଧର୍ମ ହେଉଛି ଆଧ୍ୟାତ୍ମିକତାର ଭିତ୍ତିଭୂମି। ଆମେ ଧର୍ମ ବିରୁଦ୍ଧରେ କିଛି କହୁନାହୁଁ। ଧର୍ମର ଯଥାର୍ଥ ଅର୍ଥଟିକୁ ଆମେ ଉପଲବ୍ଧି କରିବା ଆବଶ୍ୟକ। ଧର୍ମ ଆଧ୍ୟାତ୍ମିକତାର ଭିତ୍ତିଭୂମି ସ୍ଥାପନ କରେ। ତାରି ଉପରେ ଆରୋହଣ କରି ବ୍ୟକ୍ତି ଆଧ୍ୟାତ୍ମିକ ମାର୍ଗରେ ଉଠକୁ ଉଠେ। ଧର୍ମ ପ୍ରତି ଥିବା ଭ୍ରମ ଧାରଣାକୁ ଦୂର କରିବାର ମାର୍ଗ ଦର୍ଶାଇଥିଲେ ଯୋଗେଶ୍ୱର ଶ୍ରୀକୃଷ୍ଣ। ଧର୍ମ ପ୍ରତି ଆମର ଯୋଉ ଭ୍ରମ ଧାରଣା ଅଛି, ତାକୁ ଦୂର, ସମଗ୍ର ମାନବ ଜାତିର ମଧ୍ୟ ସେଇ ଭ୍ରମ ଧାରଣା ଥାଇପାରେ, ତାକୁ ଦୂର କରିବାର ସର୍ବପ୍ରଥମ ଉଦ୍ୟମ କରିଥିଲେ ଯୋଗେଶ୍ୱର ଶ୍ରୀକୃଷ୍ଣ। ଏକ ଭୟଙ୍କର ଯୁଦ୍ଧ କ୍ଷେତ୍ରରେ ସେ ଉତ୍ଥାପନ କରିଥିଲେ 18ଟି ଯୋଗ, ଯାହା 18ଟି ଅଧ୍ୟାୟରେ ସନ୍ନିହିତ। ସେ ଯୋଗ ଭୂମି ଥିଲା ଏକ ଯୁଦ୍ଧ କ୍ଷେତ୍ର, ଭୀଷଣ ଭୟଙ୍କର ଯୁଦ୍ଧ ଭୂମି ଥିଲା, ଯୋଗର ଭୂମି।
ଭୟଙ୍କର ଯୁଦ୍ଧ କ୍ଷେତ୍ରରେ 18ଟି ଯୋଗ ଶିକ୍ଷା ଦିଆଯାଇଥିଲା। ଶିଷ୍ୟ ଥିଲେ ଅର୍ଜୁନ, ଆଉ ଦିବ୍ୟ ଗୁରୁ ଥିଲେ ଭଗବାନ ଶ୍ରୀକୃଷ୍ଣ। ସମସ୍ତ ଯୋଗର ସମନ୍ୱୟରେ ଆଧାରିତ ପୂର୍ଣ୍ଣ ଯୋଗ ହଉଛି ଶକ୍ତିର ଯୋଗ। କାହିଁକି ଶକ୍ତିର ଯୋଗ? କର୍ମଜ୍ଞାନ ଭକ୍ତି ସହିତ ଶ୍ରୀ ଅରବିନ୍ଦ ଯୁକ୍ତ କରିଥିଲେ ଶକ୍ତି ଆରାଧନା। ଶକ୍ତି ବିନା ଅନ୍ୟ ସମସ୍ତ ଯୋଗ ନିଷ୍ଫଳ। ତେଣୁ ଶକ୍ତି ଯୋଗର ସମନ୍ୱୟରେ ତାହା ହୋଇ ଉଠିଲା ପୂର୍ଣ୍ଣ ଯୋଗ। ତେଣୁ ସମସ୍ତ ଯୋଗର ସମନ୍ୱୟରେ ଯୋଉ ପୂର୍ଣ୍ଣ ଯୋଗ ସୃଷ୍ଟି ହେଇଛି, ଶ୍ରୀ ଅରବିନ୍ଦ କରିଛନ୍ତି, ସେଥିରେ ଶକ୍ତିର ଯୋଗ ସମାହିତ ହେଇଛି। ଏବଂ ଏ ଯୋଗ ହଉଛି ଏକ ସଂଘର୍ଷର ମାର୍ଗ। ଏହା ଆଖି ବୁଝି ଜପ ତପ କରିବାର ଯୋଗ ନୁହେଁ, ଏହା ଏକ ସଂଘର୍ଷର ମାର୍ଗ। ପୂର୍ଣ୍ଣ ଯୋଗର ପ୍ରବର୍ତ୍ତକ ହେଉଛନ୍ତି ପରବର୍ତ୍ତୀ ଯୁଗାବତାର ଯୋଗୀରାଜ ଶ୍ରୀ ଅରବିନ୍ଦ। ଇଏ ହଉଛନ୍ତି ପୂର୍ଣ୍ଣ ଯୋଗର ପ୍ରବର୍ତ୍ତକ। ସେ ଥିଲେ ଏକାଧାରରେ ଯୋଗୀ ଆଉ ଯୋଦ୍ଧା। ସେ କେବଳ ଯୋଗୀ ନଥିଲେ, ସେ କେବଳ ଜପ ତପରେ ବସି ନଥିଲେ, ସର୍ବଦା ଧ୍ୟାନ ମଗ୍ନ ହୋଇ ରହୁନଥିଲେ। ସେ ତା ଯୋଗୀ ହେବା ସହିତ ଯୋଦ୍ଧାଟିଏ ଥିଲେ। ଆଲିପୁରର କାରାକକ୍ଷରେ ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତକାର ସମୟରେ ସେ ବୁଝି ପାରିଥିଲେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଠାରୁ କଣ ଦାବି କରୁଥିଲେ ବୋଲି। ଆଲିପୁରର କାଳ କୋଠରୀରେ ଯେତେବେଳେ ଥିଲେ, ଶ୍ରୀ ଅରବିନ୍ଦ ମିଥ୍ୟା ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ଯେତେବେଳେ ଭଗବାନଙ୍କ ବିରୁଦ୍ଧରେ ବିଦ୍ରୋହ ଭାବ ଆସୁଥିଲା ତାଙ୍କର ଦେଶ କାର୍ଯ୍ୟ କରିବା ପାଇଁ ସେ ବାହାରିଥିଲେ, ତାଙ୍କୁ ଏଭଳି ଦଣ୍ଡ କାହିଁକି ମିଳିଲା? ତାଙ୍କ ଜିଜ୍ଞାସାର ଉତ୍ତର ଦେବା ପାଇଁ ଉପସ୍ଥିତ ହେଇଥିଲେ ଚେତନାଗତ ସ୍ତରରେ ଭଗବାନ ଶ୍ରୀକୃଷ୍ଣ। ଆଲିପୁର ସେଇ କାଳ କୋଠରୀ ମଧ୍ୟରେ ଉଭୟଙ୍କର ସାକ୍ଷାତ ହେଇଥିଲା। ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତକାର ସମୟରେ ସେ ବୁଝିପାରିଥିଲେ ଯେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଠାରୁ କଣ ଦାବି କରୁଥିଲେ। ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କ ପ୍ରତି ଆହ୍ୱାନ ଥିଲା ଯୋଗେର ଭବ, ଅର୍ଥାତ ଯୋଦ୍ଧୃ ଭବ, ଯୋଦ୍ଧାଟିଏ ହୁଅ। ଯୋଗୀର ଭାବ ଅର୍ଥ ଯୁଦ୍ଧ କ୍ଷେତ୍ରରେ କି ପ୍ରକାର ଯୋଗୀ ହବ? ଯୁଦ୍ଧ କ୍ଷେତ୍ରରେ ତ ଯୋଦ୍ଧା ମାନେ ଥାନ୍ତି। ତେଣୁ ଯୋଗୀର ଭାବର ଅର୍ଥ ହଉଛି ଯୋଦ୍ଧୃ ଭାବ, ମାନେ ଯୋଦ୍ଧାଟିଏ ହୁଅ। ଧର ପାର୍ଥ ଧନୁଷର, ତୁମେ ପୁରୁଷ ତୁମେ ବୀର। ଧର ପାର୍ଥ ଧନୁଷର, ତୁମେ ପୁରୁଷ ତୁମେ ବୀର। ଅର୍ଜୁନ ତାଙ୍କ କଥା ମାନୁନଥିଲେ ବୋଲି ତାଙ୍କୁ ଭର୍ତ୍ସନା କରିଥିଲେ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କୁ ବୁଝେଇ ଦେଇଥିଲେ ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ। ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ। ପ୍ରତିଟି ମୁହୂର୍ତ୍ତ ଯୋଗଯୁକ୍ତ ହୁଅ। ପ୍ରତିଟି ମୁହୂର୍ତ୍ତ ଯୋଗଯୁକ୍ତ ହେବା କାରଣ ଅଲ୍ ଲାଇଫ୍ ଇଜ୍ ଯୋଗ। ଯୁଜସ୍ୱ ପରମ ତପଃ ବରାनुभବ ଭବ। ହେ ପରମ ତପସ୍ୱୀ, ଯୁଦ୍ଧ କର, ବରାनुभବ ପ୍ରାପ୍ତ କର। ପ୍ରତ୍ୟେକଟି ମୁହୂର୍ତ୍ତରେ ଆମକୁ ଜୀବନର ଆହ୍ୱାନକୁ ଗ୍ରହଣ କରିବା ପାଇଁ ଯୋଗଯୁକ୍ତ ହେବାକୁ ପଡିବ। ପ୍ରତିଟି ମୁହୂର୍ତ୍ତରେ ଏ ଜୀବନ ଆମକୁ ଆହ୍ୱାନ ଦଉଛି। ସେ ଆହ୍ୱାନକୁ ଗ୍ରହଣ କରିବାକୁ ହେଲେ ଆମକୁ ଯୋଗଯୁକ୍ତ ହେବାକୁ ପଡିବ ପ୍ରତିଟି ମୁହୂର୍ତ୍ତରେ। ଅର୍ଥାତ ଜୀବନ ସଂଘର୍ଷକୁ ଗ୍ରହଣ କରିନେବାକୁ ହବ। ଯୋଗଯୁକ୍ତ ହେବା ଅର୍ଥ ହଉଛି ଜୀବନର ପ୍ରତିଟି ସଂଘର୍ଷକୁ ଗ୍ରହଣ କରିନେବାକୁ ହବ। ଭଗବତ ଗୀତା ପ୍ରଥମ ଅଧ୍ୟାୟ ପ୍ରାରମ୍ଭରେ ସେହି ଜୀବନ ବ୍ୟାପୀ ସଂଗ୍ରାମର ଆଦ୍ୟ ସନ୍ଦେଶ ରହିଛି। ଭଗବତ ଗୀତା ଯୋଉ ପ୍ରଥମ ଅଧ୍ୟାୟ ତାର ପ୍ରାରମ୍ଭରେ ପ୍ରଥମ ପଦର ଆଦ୍ୟ ଧାଡି ଜୀବନ ବ୍ୟାପୀ ସଂଗ୍ରାମର ଆଦ୍ୟ ସନ୍ଦେଶ ରହିଛି ସେଠି। ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଧିଷ୍ଠର। ଆକ୍ଷରିକ ଅର୍ଥ ହଉଛି ଧର୍ମ ସଂସ୍ଥାପନ ପାଇଁ କୁରୁକ୍ଷେତ୍ରରେ ଯୋଦ୍ଧା ମାନେ ସମବେତ ହେଇଛନ୍ତି। ଆର ଆକ୍ଷରିକ ଅର୍ଥ ଏ ଧାଡିର ଧର୍ମ ସଂସ୍ଥାପନ ପାଇଁ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯୋଦ୍ଧା ମାନେ ସମବେତ ହୋଇଛନ୍ତି। ଯୁଯୁତ୍ସା ମାନେ ଯୁଦ୍ଧକୁ ଯୋଉମାନେ ଭଲ ପାଆନ୍ତି। ଯୁଜୁତ୍ସୁ ଯୁଦ୍ଧ ପାଇଁ ଉତ୍ସୁକ। ମାତ୍ର ତାର ଅନ୍ତର୍ନିହିତ ତାତ୍ପର୍ଯ୍ୟଟି ଭିନ୍ନ। କୁରୁକ୍ଷେତ୍ର ଶବ୍ଦଟିର ତାତ୍ପର୍ଯ୍ୟ ହେଉଛି
କର୍ମକ୍ଷେତ୍ର, କାରଣ କ୍ରୁ ଧାତୁରୁ ଶବ୍ଦଟି ଆସିଛି। କ୍ରୁ ବା କୁରୁ ମାନେ କରିବା। ତେଣୁ କୁରୁକ୍ଷେତ୍ର ଶବ୍ଦଟିର ତାତ୍ପର୍ଯ୍ୟ ହେଉଛି କର୍ମକ୍ଷେତ୍ର। ଏହା ଶଶାଗରା, ଏଇ ଯୋଉ ଶଶାଗରା ଧରିତ୍ରୀ ହେଉଛି ପ୍ରତ୍ୟେକ ବ୍ୟକ୍ତି ପାଇଁ କୁରୁକ୍ଷେତ୍ର ବା କର୍ମଭୂମି। ସମଗ୍ର ଧରିତ୍ରୀ, ଏ ବିଶାଳ ବିଶ୍ୱ ପ୍ରତ୍ୟେକ ବ୍ୟକ୍ତି ପାଇଁ ଗୋଟେ କୁରୁକ୍ଷେତ୍ର ସଦୃଶ। ତା ପରିସର ଭିତରେ ତାର କର୍ମଭୂମି, ତାର ଯୁଦ୍ଧକ୍ଷେତ୍ର। ମାନବର ସମଗ୍ର ଜୀବନ ହେଉଛି କର୍ମଯୋଗର ପରିସର। ପ୍ରତ୍ୟେକ କର୍ମକୁ ଯଥାର୍ଥ ଚେତନାରେ ସମ୍ପାଦନ କରିବା ହେଉଛି ବ୍ୟକ୍ତିର ଧର୍ମ। ସେହି ଅର୍ଥରେ ଧର୍ମକ୍ଷେତ୍ର ଶବ୍ଦଟି ମଧ୍ୟ ପ୍ରୟୋଗ କରାଯାଇଛି। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ର ବୋଲି କୁହାଯାଇଛି। କୁରୁକ୍ଷେତ୍ର ହେଲା କର୍ମକ୍ଷେତ୍ର, ଯଥାର୍ଥ ରୀତିରେ କର୍ମ ସମ୍ପାଦନ ହେଲା ଧର୍ମ। ସେହି ଅର୍ଥରେ ଧର୍ମକ୍ଷେତ୍ର ଶବ୍ଦଟି ପ୍ରୟୋଗ କରାଯାଇଛି। କୁରୁକ୍ଷେତ୍ର ଓ ଧର୍ମକ୍ଷେତ୍ର ଶବ୍ଦ ଯୁଗଳ ସ୍ୱଧର୍ମ ପାଳନର ସନ୍ଦେଶ ଦିଏ। କୁରୁକ୍ଷେତ୍ର ଓ ଧର୍ମକ୍ଷେତ୍ର ଏ ଯୁଗ୍ମ ଶବ୍ଦ ସ୍ୱଧର୍ମ ପାଳନର ସନ୍ଦେଶ ଦିଏ। ତଥାକଥିତ କୁରୁକ୍ଷେତ୍ରର ଯୁଦ୍ଧ ଭୂମିରେ ଉଭୟ ଶସ୍ତ୍ର ଜ୍ଞାନ ଓ ଶାସ୍ତ୍ର ଜ୍ଞାନର ଶିକ୍ଷା ପ୍ରଦାନ କରିଛନ୍ତି ଯୋଗେଶ୍ୱର ଯୋଗଗୁରୁ ଶ୍ରୀକୃଷ୍ଣ। ଏଇ ଯୋଉ କୁରୁକ୍ଷେତ୍ର ଯୁଦ୍ଧ ଆମେ ଶୁଣୁଛେ, ପଢିଛେ ମହାଭାରତରେ, ଏଠି ଯେ ଯୋଗଗୁରୁ ଭଗବାନ ଶ୍ରୀକୃଷ୍ଣ ଶସ୍ତ୍ର ଜ୍ଞାନ ଆଉ ଶାସ୍ତ୍ର ଜ୍ଞାନର ଶିକ୍ଷା ପ୍ରଦାନ କରିଛନ୍ତି। ଜଣେ ଯୋଗୀ କିପରି ବୀରଯୋଦ୍ଧା ହେଇପାରେ ତାର ପ୍ରତ୍ୟକ୍ଷ ପ୍ରମାଣ ହେଉଛନ୍ତି ପରମ ପ୍ରଭୁ ଶ୍ରୀ ଅରବିନ୍ଦ। ଭାରତର ମୁକ୍ତି ସଂଗ୍ରାମର ଆଦ୍ୟ ପର୍ବରେ ସେ କରିଥିଲେ ମଙ୍ଗଳାଚରଣ, ମହାକ୍ରାନ୍ତିର ଆବାହନ, ଦେଇଥିଲେ ସଶସ୍ତ୍ର ବିପ୍ଳବର ଆହ୍ୱାନ। ଯେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମରେ ସେ ଯୋଗ ଦେଇଥିଲେ, ତାର ଆଦ୍ୟ ପର୍ବରେ ସେ କରିଥିଲେ ଏ ଯୋଗର ମଙ୍ଗଳାଚରଣ ପ୍ରାରମ୍ଭ କରିଥିଲେ, ମହାକ୍ରାନ୍ତିର ଆବାହନ କରିଥିଲେ, ଆଉ ଦେଇଥିଲେ ଗୋଟେ ସଶସ୍ତ୍ର ବିପ୍ଳବର ଆହ୍ୱାନ। ନପୁଂସକ ପରି ସ୍ୱାଧୀନତା ନାମରେ କିଛି ବ୍ୟକ୍ତି ବ୍ୟକ୍ତିଗତ ସୁଖ ସୁବିଧା ଓ କ୍ଷମତା ଉପଭୋଗ କରିବାକୁ ଚାହୁଁଥିବା ତଥାକଥିତ ନେତା, ସେମାନଙ୍କ ପାଇଁ ଏହା ଥିଲା ଏକ ଚେତାବନୀ। ଯୋଉମାନେ ସ୍ୱାଧୀନତା ଭିକ୍ଷା କରୁଥିଲେ, ଇତିହାସ ଯୋଉମାନଙ୍କୁ ବେଶୀ ସମ୍ମାନ ଦେଇଛି, ତାଙ୍କ ଫଟୋ ଛାପିଛି, ଶ୍ରୀ ଅରବିନ୍ଦଙ୍କ ଫଟୋ ନାହିଁ। ଏଇ ନପୁଂସକ ପରି ସ୍ୱାଧୀନତା ନାମରେ କିଛି ବ୍ୟକ୍ତିଗତ ସୁଖ ସୁବିଧା ଆଉ କ୍ଷମତା ଉପଭୋଗ କରିବାକୁ ଚାହୁଁଥିଲେ, ସେଇମାନଙ୍କୁ ଆମେ ନେତା ବୋଲି କହୁ, ସ୍ୱାଧୀନତା ସଂଗ୍ରାମୀ ବୋଲି କହୁ, ସମ୍ମାନ ଦଉ। ସେଇମାନଙ୍କ ପାଇଁ ଶ୍ରୀ ଅରବିନ୍ଦଙ୍କର ବାଣୀ ଥିଲା, କାର୍ଯ୍ୟଧାରା ଥିଲା ଗୋଟେ ଚେତାବନୀ। ଆଲିପୁର କାରାକକ୍ଷରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସାକ୍ଷାତ ଦେଇ ସ୍ୱାଧୀନତା ସଂଗ୍ରାମରୁ ବିରତ ହେବାକୁ ପରାମର୍ଶ ଦେଲେ। ଏଇ ଯୋଉ ପ୍ରଶ୍ନ ଉଠିଥିଲା, ମୁଁ ଭାରତର ସ୍ୱାଧୀନତା ପାଇଁ କାର୍ଯ୍ୟ କରୁଥିଲି, ମତେ କାହିଁକି ଦଣ୍ଡ ମିଳିଲା, ତାର ଉତ୍ତର ସେଇଠି ଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ସେ ଆଉ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବେ ନାହିଁ, କାରଣ ଭାରତ ଅଲରେଡି ସ୍ୱାଧୀନ ହେଇ ସାରିଛି। ଅନ୍ୟ ଏକ ବୃହତ୍ତର ଯୁଦ୍ଧ ଭୂମିରେ ଉପନୀତ ହେବା ପାଇଁ ତାଙ୍କୁ ଉଦ୍ବୁଦ୍ଧ କଲେ। ଏଇ ଛୋଟିଆ ଯୁଦ୍ଧକ୍ଷେତ୍ର ତୋ ପାଇଁ ନୁହଁ, ବିଶ୍ୱର ବିଶାଳ ଯୁଦ୍ଧ ପ୍ରାଙ୍ଗଣ ତୋତେ ଆବାହନ କରୁଛି। ଅନ୍ୟ ଏକ ବୃହତ୍ତର ଯୁଦ୍ଧ ଭୂମିରେ ଉପନୀତ ହେବା ପାଇଁ ଶ୍ରୀକୃଷ୍ଣ ଶ୍ରୀ ଅରବିନ୍ଦଙ୍କୁ ଉଦ୍ବୁଦ୍ଧ କଲେ। ବିପନ୍ନ ସନାତନ ଧର୍ମର ଉତ୍ଥାନ ପାଇଁ ଦେଇଥିଲେ ପ୍ରେରଣା। ପ୍ରତ୍ୟେକ ଯୁଗରେ ଯୁଗ ଧର୍ମ ଭିନ୍ନ ଭିନ୍ନ ଆଦର୍ଶ ପ୍ରତିଷ୍ଠା କରିଥାଏ, ଯାହାର ମୂଳ ଉତ୍ସ ହେଉଛି ସନାତନ ଧର୍ମ। ଶବ୍ଦଟି ହେଉଛି ସର୍ବକାଳୀନ, ଯୋଉ ଧର୍ମ ସଦା ସର୍ବଦା ଥାଏ। ଏକ ସର୍ବକାଳୀନ ଧର୍ମ ହେଉଛି ସନାତନ ଧର୍ମ। ଅନ୍ୟ ସମସ୍ତ ଧର୍ମର ଉତ୍ପତ୍ତି ସନାତନ ଧର୍ମରୁ। ପ୍ରତ୍ୟେକ ଧର୍ମ ନିଜର ଅସ୍ତିତ୍ୱ ପ୍ରତିଷ୍ଠା ପାଇଁ ଯୁଦ୍ଧର ଆଶ୍ରୟ ନେଇଛନ୍ତି ଏବଂ ଧର୍ମ ସହିତ ଯୁଦ୍ଧ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି। ପ୍ରତ୍ୟେକ ଧର୍ମ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ, ଅସ୍ତିତ୍ୱ ପ୍ରତିଷ୍ଠା କରିବା ପାଇଁ, ତିଷ୍ଠି ରହିବା ପାଇଁ
ଯୁଦ୍ଧର ଆଶ୍ରୟ ନେଇଛନ୍ତି। ତେଣୁ ଧର୍ମ ସହିତ ଯୁଦ୍ଧ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କେଉଁ କାଳରୁ ରହିଛି? ତାହା ହେଉଛି ଧର୍ମ ଯୁଦ୍ଧ ବା ଜେହାଦ ବୋଲି ତାକୁ କୁହାଯାଏ। ଲାଗି ରହିଛି, ଏପର୍ଯ୍ୟନ୍ତ ସରିନି। ତାର ନାଁ ହେଉଛି ଧର୍ମ ଯୁଦ୍ଧ ବା ଜେହାଦ। ସେଇଭଳି ଦ୍ୱାପର ଯୁଗରେ ଧର୍ମରାଜ୍ୟ ପ୍ରତିଷ୍ଠା ନାମରେ ହୋଇଥିଲା ଏକ ରାଷ୍ଟ୍ର ବିପ୍ଳବ। ସେଇ ଭୟଙ୍କର ରଣକ୍ଷେତ୍ରରେ ଶ୍ରୀକୃଷ୍ଣ ତାଙ୍କର ଅନ୍ୟତମ ବିଭୂତି ଅର୍ଜୁନଙ୍କ ସମ୍ମୁଖରେ ଯେଉଁ ଧର୍ମର ପ୍ରସଙ୍ଗ ଉତ୍ଥାପନ କରିଥିଲେ ତାହା ଥିଲା ସନାତନ ଧର୍ମର ସାରତତ୍ତ୍ୱ। ସନାତନ ଧର୍ମର ସାରତତ୍ତ୍ୱ ଉତ୍ଥାପନ କରିଥିଲେ ମହାଭାରତ ଯୁଦ୍ଧ ଭୂମିରେ ଭଗବାନ ଶ୍ରୀକୃଷ୍ଣ। ତାହା ଥିଲା ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ସ୍ୱଧର୍ମ ସମ୍ପର୍କରେ। ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ଜାତିର ଗୋଟେ ସ୍ୱଧର୍ମ ଅଛି। ସେଇ ସମ୍ପର୍କରେ ସେ ଅର୍ଜୁନଙ୍କୁ ବୁଝେଇଥିଲେ। ସେଥିପାଇଁ ସେ ଅର୍ଜୁନକୁ କହିଥିଲେ ସ୍ୱଧର୍ମେ ନିଧନଶ୍ରେୟ ପୂର୍ବଧର୍ମ ଭୟାବହ। ସ୍ୱଧର୍ମେ ନିଧନଶ୍ରେୟ ପୂର୍ବଧର୍ମ ଭୟାବହ। ଆତ୍ମାର ପ୍ରେରଣାରେ ଅନୁଷ୍ଠିତ କର୍ମ ହେଉଛି ସ୍ୱଧର୍ମ। ସ୍ୱ ଅର୍ଥ ଆତ୍ମା। ଆମର ପରିଚୟ କଲେ ଆତ୍ମା, ନାମ ନୁହେଁ, ରୂପ ନୁହେଁ। ତେଣୁ ଆତ୍ମାର ପ୍ରେରଣାରେ ଯୋଉ କାର୍ଯ୍ୟ ସବୁ କରାଯାଏ ତାହା ହିଁ ସ୍ୱଧର୍ମ। ଅହଂର ପ୍ରେରଣାରେ ସମ୍ପାଦିତ କର୍ମ ହେଉଛି ପରୋଧର୍ମ। କାରଣ ଅହଙ୍କାର ଆମ ନିଜସ୍ୱ ନୁହେଁ, ବିଶ୍ୱ ପ୍ରକୃତିରୁ ଆମେ ତାକୁ ଆହରଣ କରି ଆଣିଛୁ। ତେଣୁ ଅହଂର ପ୍ରେରଣାରେ ସମ୍ପାଦିତ କର୍ମ ହେଉଛି ପରୋଧର୍ମ। ଧର୍ମ ସମ୍ପର୍କରେ ଏ ପ୍ରସଙ୍ଗ ଉପସ୍ଥାପନ କରିବାର ତାତ୍ପର୍ଯ୍ୟ ହେଉଛି ଏହା ସହିତ ରହିଛି ଯୁଦ୍ଧ ଓ ଯୋଦ୍ଧାର ସମ୍ପର୍କ। ଯେଉଁ ବୀର ଯୋଦ୍ଧା କରି ଗଢ଼ିବା ପ୍ରାର୍ଥନାଟି ଉପସ୍ଥାପିତ ହେଇଛି, ସେଇ ଯୁଦ୍ଧ ଆଉ ଯୋଦ୍ଧାର ସମ୍ପର୍କ ରହିଛି ଧର୍ମ ସହିତ। କାରାକକ୍ଷରେ ହିଁ ଶ୍ରୀ ଅରବିନ୍ଦ ଉପଲବ୍ଧି କରିଥିଲେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କାହିଁକି ଶସ୍ତ୍ର ଜ୍ଞାନ ଓ ଶାସ୍ତ୍ର ଜ୍ଞାନ ସମନ୍ୱିତ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଥିଲେ। କାହିଁକି ଗୀତା ତାଙ୍କୁ ଦେଇଥିଲେ ତାହା ସେ ବୁଝିଥିଲେ। ଅର୍ଜୁନଙ୍କୁ ଯୋଦ୍ଧା ରୂପରେ ଯୁଦ୍ଧ କ୍ଷେତ୍ରରେ ସଂଗ୍ରାମ କରିବାକୁ ପ୍ରେରଣା ଦେବା ପାଇଁ ଗୀତାର ଉଦ୍ଭବ ହୋଇଥିଲା। ଭଗବତ ଗୀତା ପ୍ରଥମେ କଣ ପାଇଁ ଉଦ୍ଭବ ହେଲା? ଅର୍ଜୁନଙ୍କୁ ଯୋଦ୍ଧା ରୂପରେ ଯୁଦ୍ଧ କ୍ଷେତ୍ରରେ ସଂଗ୍ରାମ କରିବାକୁ ପ୍ରେରଣା ଦେବା ପାଇଁ। ସେଇଭଳି ଅନାଗତ ଭବିଷ୍ୟତର ମହାଯୁଦ୍ଧରେ ଉପନୀତ ହେବା ପାଇଁ ଶ୍ରୀ ଅରବିନ୍ଦଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ସେ ତାଙ୍କୁ ଗୀତା ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣ ତାଙ୍କୁ ଗୀତା ଦେବାର ଉଦ୍ଦେଶ୍ୟ ଅନାଗତ ଯୋଉ ଭବିଷ୍ୟତର ମହାଯୁଦ୍ଧ କଥା କୁହାଯାଇଛି ସେଇ ମାଙ୍କ ଲେଖାରେ, ସେଇଭଳି ଅନାଗତ ଭବିଷ୍ୟତର ମହାଯୁଦ୍ଧରେ ଉପନୀତ ହେବା ପାଇଁ ଶ୍ରୀ ଅରବିନ୍ଦଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ସେ ତାଙ୍କୁ ଗୀତା ପ୍ରଦାନ କରିଥିଲେ। ତାଙ୍କର ପରବର୍ତ୍ତୀ ପଦକ୍ଷେପ ତାଙ୍କ ଆନ୍ତର ପୁରୁଷଙ୍କ ନିର୍ଦ୍ଦେଶରେ ହେବ ବୋଲି ସୂଚନା ଦେଇଥିଲେ। ତାପରେ ଶ୍ରୀ ଅରବିନ୍ଦ କଣ କରିବେ ସେ ନିର୍ଦ୍ଦେଶ ତାଙ୍କ ଅନ୍ତର ଭିତରେ ଆସିବ ବୋଲି କହିଥିଲେ। ସ୍ୱାଧୀନତା ସଂଗ୍ରାମର ଏହି ସଂଗ୍ରାମୀ ଯୋଦ୍ଧା ଅନ୍ୟ ଏକ ବୃହତ୍ତର ଯୁଦ୍ଧର ପ୍ରାରମ୍ଭିକ ପ୍ରସ୍ତୁତି ପାଇଁ ପହଞ୍ଚିଲେ ପଣ୍ଡିଚେରୀର ପୂତ ପବିତ୍ର ପାବନ ଭୂମିରେ, ତପଭୂମିରେ। ସ୍ୱାଧୀନତା ସଂଗ୍ରାମର ଏଇ ସଂଗ୍ରାମୀ ଯୋଦ୍ଧା ଶ୍ରୀ ଅରବିନ୍ଦ ଆଉ ଗୋଟେ ବୃହତ୍ତର ଯୁଦ୍ଧ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ସକାଶେ ପହଞ୍ଚିଲେ ପଣ୍ଡିଚେରୀରେ, ତାର ତପଭୂମିରେ। ଯୋଗ ସାଧନ ଅବକାଶରେ ଜନନେତ୍ରର ଅନ୍ତରାଳରେ ସେ ଉପନୀତ ହେଇଥିଲେ ଅନ୍ତରାଳ ଜଗତର ଏକ ରହସ୍ୟମୟ ରଣକ୍ଷେତ୍ରରେ। ଆମେ ଦେଖୁଥିଲେ ଯୋଗ କରୁ, ଅନ୍ୟମାନେ ଦେଖୁଥିଲେ, ଶିଷ୍ୟମାନେ ଦେଖୁଥିଲେ କୋଠରୀ ଭିତରେ ଶ୍ରୀ ଅରବିନ୍ଦ କଣ କରୁଛନ୍ତି, ଲେଖା ଲେଖି କରୁଛନ୍ତି, କଣ ଯୋଗ କରୁଛନ୍ତି, ବାର୍ତ୍ତାଳାପ କରୁଛନ୍ତି। ଅନ୍ତରାଳରେ ସେ ଯୋଉଠି ଥିଲେ ସେ ଅନ୍ତରାଳ ଜଗତର ଏକ ରହସ୍ୟମୟ ରଣକ୍ଷେତ୍ରରେ କିନ୍ତୁ ଉପସ୍ଥିତ ହେଇଥିଲେ। ବିବର୍ତ୍ତନ ବିରୋଧୀ ଆସୁରିକ ସତ୍ତା ମାନଙ୍କ ସହିତ ଚାଲିଥିଲା ତାଙ୍କର ଏକ ମହାସଂଘର୍ଷ। ସେ ସେତେବେଳେ ଯୁଦ୍ଧ ହିଁ କରୁଥିଲେ, ଯୋଗ ନୁହଁ। ଯୋଉ ଯୋଗକୁ ଯୁଦ୍ଧ କୁହାଯାଇ ପାରିବ ଆଉ ଯୋଉ ଯୁଦ୍ଧକୁ ଯୋଗ କୁହାଯାଇ ପାରିବ। ତ
ତେଣୁ ଆସୁରିକ ସତ୍ତା ମାନଙ୍କ ସହିତ ବିରୋଧୀ ତତ୍ତ୍ୱ ମାନଙ୍କ ସହିତ ଚାଲିଥିଲା ତାଙ୍କର ମହାସଂଘର୍ଷ। ଏକ ମହାଜାଗତିକ ପୃଷ୍ଠଭୂମିରେ ଅଦୃଶ୍ୟ ଜଗତରେ ଏ ଯୁଦ୍ଧ ଚାଲିଥିଲା। ମହାଜାଗତିକ ପୃଷ୍ଠଭୂମିରେ ଅଦୃଶ୍ୟ ଜଗତରେ ଏହି ସଂଘର୍ଷ ଚାଲିଥିଲା। ଯୋଗ ଶକ୍ତି ଥିଲା ସେ ଯୁଦ୍ଧର ଅସ୍ତ୍ର। ଏଠି ଅନ୍ୟ କୌଣସି ଅସ୍ତ୍ର ଶସ୍ତ୍ର ଧାରଣ କରାଯାଇ ନଥିଲା। ଯୋଗ ଶକ୍ତି ଥିଲା ସେ ଯୁଦ୍ଧର ଅସ୍ତ୍ର। ଦ୍ୱିତୀୟ ବିଶ୍ୱଯୁଦ୍ଧର ମହାନାୟକ ତପଶକ୍ତି ବଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମହାନାୟକଙ୍କ ତପଶକ୍ତି ବଳରେ ପ୍ରତିହତ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଖଳନାୟକ ମାନଙ୍କର ନରସଂହାରୀ ରକ୍ତ ତୃଷ୍ଣା। ବାସ୍ତବରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମହାନାୟକ ହଉଛନ୍ତି ଶ୍ରୀ ଅରବିନ୍ଦ, ଆଉ ଖଳନାୟକ ହଉଛନ୍ତି ହିଟଲର, ମୁସୋଲିନ ଏବଂ ତାଙ୍କ ଦଳ। ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସେଇ ମହାନାୟକ ତାଙ୍କର ତପଶକ୍ତି ବଳରେ ପ୍ରତିହତ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଖଳନାୟକ ମାନଙ୍କର ନରସଂହାରୀ ରକ୍ତ ତୃଷ୍ଣା। ନିଷ୍ଫଳ ହୋଇଥିଲା ହିଟଲର, ମୁସୋଲିନ ଭଳି ଆସୁରିକ ସତ୍ତା ମାନଙ୍କର ଆଣବିକ ଆକ୍ରମଣ। ଅପସାରିତ ହେଇଗଲା ବିଶ୍ୱ ଆକାଶରୁ ଦାନବୀୟ ଅଶୁଭ ଛାୟାପାତ। ଜଗତ ମୁକ୍ତ ହୋଇଲା ପାଶବ କ୍ରୋଧରୁ ଦାନବୀୟ କ୍ରୂରତାରୁ ମଧ୍ୟ। ଜଗତ ମୁକ୍ତ ହୋଇଲା ପାଶବ କ୍ରୋଧରୁ ଦାନବୀୟ କ୍ରୂରତାରୁ ମଧ୍ୟ। ପ୍ରଭୁଙ୍କ ପୂର୍ଣ୍ଣ ଯୋଗର ମାର୍ଗଦର୍ଶିକା ହେଉଛନ୍ତି ସ୍ୱୟଂ ଯୋଗେଶ୍ୱରୀ ମା। ସେ ହେଉଛନ୍ତି ପୂର୍ଣ୍ଣ ଯୋଗର ମାର୍ଗଦର୍ଶିକା। ପୂର୍ଣ୍ଣ ଯୋଗର ସାଧନା ପ୍ରୟାସୀ ଶିକ୍ଷାର୍ଥୀ ମାନଙ୍କୁ ମା ଆହ୍ୱାନ ଦେଇଛନ୍ତି। ପୂର୍ଣ୍ଣ ଯୋଗର ଯୋଉମାନେ ସାଧକ ସେମାନେ ସମସ୍ତେ ଶିକ୍ଷାର୍ଥୀ, ପୂର୍ଣ୍ଣ ଯୋଗର ଶିକ୍ଷାର୍ଥୀ, ସେଇମାନଙ୍କୁ ମା ଆହ୍ୱାନ ଦେଇଛନ୍ତି। ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଯୋଗୀ ରୂପୀ ଯୋଦ୍ଧାରେ ପରିଣତ ହେବା ପାଇଁ, ଶ୍ରୀ ଅରବିନ୍ଦ ଯେମିତି ଯୋଦ୍ଧା ସେଇଭଳି ଯୋଗୀ ରୂପୀ ଯୋଦ୍ଧାରେ ପରିଣତ ହେବା ପାଇଁ ସେ ମା ହିଁ ଆହ୍ୱାନ ଦେଇଛନ୍ତି ତାଙ୍କର ସେଇ ଛୋଟିଆ ଲେଖା ମାଧ୍ୟମରେ। ଅଦିବ୍ୟ ଶକ୍ତି ମାନଙ୍କ ଦ୍ୱାରା ଅଦ୍ୟାବଧି ପ୍ରଭାବିତ ହୋଇଥିବା ଏହି ପୁରାତନ ପୃଥିବୀ ମଧ୍ୟକୁ ଅତିମାନସ ଜଗତର ଅବତରଣ ଏହି ଘୋର ଯୁଗସନ୍ଧି କ୍ଷଣରେ ହିଁ ଏହି ମହା ସମରର ସୂତ୍ରପାତ ହେଇଛି। ଯୋଉ ସମୟରେ ଅତିମାନସ ଅବତରଣ କରୁଛି ଯୁଗସନ୍ଧି କ୍ଷଣ, ସେଇ ସମୟରେ ଗୋଟେ ମହାସଂଗ୍ରାମର ମହାସମରର ସୂତ୍ରପାତ ହେଇଛି। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ଯୋଗୀ ସନ୍ନ୍ୟାସୀ ମାନେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ। କେବଳ ସୈନିକ ମାନେ, ତାଲିମ ପ୍ରାପ୍ତ ସୈନିକ ମାନେ ଯୁଦ୍ଧ କରୁନଥିଲେ। ଯୁଦ୍ଧ କରୁଥିଲେ ଯୋଗୀ ସନ୍ନ୍ୟାସୀ। ଋଷି ବଙ୍କିମ ଚନ୍ଦ୍ରଙ୍କ ଆନନ୍ଦ ମଠ ଉପନ୍ୟାସରେ ଏହି ରହସ୍ୟ ପ୍ରକାଶ ପାଇଛି। ବାସ୍ତବରେ ଯୋଗୀ ଜଣେ କ୍ରାନ୍ତିଦର୍ଶୀ ବିପ୍ଳବୀ। ଯୋଗୀ ହଉଛି ଜଣେ କ୍ରାନ୍ତିଦର୍ଶୀ ବିପ୍ଳବୀ। ସନ୍ନ୍ୟାସୀ ହଉଛି ଜଣେ ଶୃଙ୍ଖଳିତ ସୈନିକ। ମା ଯେଉଁ ମହାଯୁଦ୍ଧର ଆହ୍ୱାନ ଦେଇଛନ୍ତି ତାହା ଏକ ସ୍ଥୂଳ ଜଗତର ପାରମ୍ପରିକ ଯୁଦ୍ଧ ନୁହେଁ, ତାହା ଏକ ଚେତନାଗତ ସଂଘର୍ଷ। ଆସନ୍ନ ଭବିତବ୍ୟର ମହାଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ହେଲେ ପ୍ରାରମ୍ଭିକ ପ୍ରସ୍ତୁତି ସ୍ୱରୂପ ସାଧକକୁ ପ୍ରଥମେ ତା ନିଜ ସହିତ ଲଢ଼େଇ କରିବାକୁ ପଡ଼ିବ। ଯୋଉ ଆସନ୍ନ ଭବିତବ୍ୟର ମହାଯୁଦ୍ଧ କଥା ମା ଉଲ୍ଲେଖ କରିଛନ୍ତି, ଭବିତବ୍ୟର ସେଇ ମହାଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ହେଲେ ଗୋଟେ ପ୍ରାରମ୍ଭିକ ପ୍ରସ୍ତୁତି ଦରକାର। ସେ ପ୍ରାରମ୍ଭିକ ପ୍ରସ୍ତୁତି ସ୍ୱରୂପ ସାଧକକୁ ପ୍ରଥମେ ତା ନିଜ ସହିତ ଲଢ଼େଇ କରିବାକୁ ପଡ଼ିବ। ନିଜ ସହିତ ଅର୍ଥ ନିଜର ଅହଂ ଚେତନା ସହ ଏକ ଜଟିଳ ସଂଘର୍ଷ। ଅହଂଟି ଅସୁର, ଆତ୍ମା ହିଁ ଈଶ୍ୱର। ଅହଂଟି ହଉଛି ଅସୁର, ଆତ୍ମା ହିଁ ହଉଛି ଈଶ୍ୱର। ଅହଂ ହଉଛି ଏକ ପରଭର୍ଟେଡ୍ ସୋଲ୍। ସେଇ ପରଭର୍ଟେଡ୍ ସୋଲ୍ ସହିତ ଅରିଜିନାଲ ସୋଲ୍ ର ସଂଘର୍ଷ। ମୁଙ୍କାର ସହିତ ଓଙ୍କାରର ଯୁଦ୍ଧ। ମାନବ ଅଭ୍ୟନ୍ତରସ୍ଥ ପାଶବିକତା ଓ ଆସୁରିକତା ବିରୁଦ୍ଧରେ ଏହା ଏକ ଭୀଷଣ ଭୟାନକ ଯୁଦ୍ଧ। ସ୍ୱାଧୀନତା ସଂଗ୍ରାମ ଅବକାଶରେ ଜଣେ ମହାନ କବି ଉଲ୍ଲେଖ କରିଥିଲେ, ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ,
ଭାଙ୍ଗିବାକୁ ପଶୁ ବଳର ବଡାଇ। ଆଧ୍ୟାତ୍ମିକ ବଳରେ ଯୋଉ ଲଢେଇ ଲାଗିଛି ପଶୁମାନଙ୍କର ବଳ ଭାଙ୍ଗିବା ପାଇଁ, ବଡେଇ ଭାଙ୍ଗିବା ପାଇଁ, ଠିକ ସେଇଭଳି ଆଧ୍ୟାତ୍ମିକତା ହିଁ ଯୁଦ୍ଧର ଗୋଟେ ପରିଭାଷା। ତେଣୁ ମାନବ ଅଭ୍ୟନ୍ତରରେ ରହିଛି ପାଶବିକତା, ପଶୁଠୁ ଆମେ ଉଦ୍ଭବ ଏବଂ ପ୍ରାଣରେ ଆମେ ଅସୁର। ତେଣୁ ପାଶବିକତା ଓ ଆସୁରିକତା ବିରୁଦ୍ଧରେ ଏକ ଭୀଷଣ ଆଉ ଭୟାନକ ଯୁଦ୍ଧ କରିବାର ଅଛି। ଏକକ ବ୍ୟକ୍ତି ସତ୍ତା ମଧ୍ୟରେ ଉଭୟ ଆଧ୍ୟାତ୍ମିକତା ଓ ପାଶବିକତା ରହିଛି। ଜଣେ ବ୍ୟକ୍ତି ଭିତରେ ଦିଟା ପରସ୍ପର ବିରୋଧୀ ଗୁଣ ରହିଛି। ଅତୀତରେ ଆମେ ଆହାର, ନିଦ୍ରା, ଭୟ ଓ ମୈଥୁନର ବଶବର୍ତ୍ତୀ ପଶୁ ଥିଲୁ, ଏବେ ମଧ୍ୟ ଅଛୁ। ମାତ୍ର ମନର ଆବିର୍ଭାବ ପରେ ପଶୁ ପ୍ରବୃତ୍ତି ସହିତ ସଂଗ୍ରାମ ଚାଲିଛି। ତଥାପି ପାଶବିକତା ସମ୍ପୂର୍ଣ୍ଣ ପରାସ୍ତ ହୋଇ ନାହିଁ। ପ୍ରାଣର ଅସୁର ସ୍ୱଭାବରେ ସଂଯମ ଆସି ନାହିଁ। ମାତ୍ର ଅନେକ ମନନଶୀଳ ମନୁଷ୍ୟ ଅଛନ୍ତି ଯେଉଁମାନେ ପାଶବିକତାକୁ ଅତିକ୍ରମ କରି ମହାମନୀଷୀରେ ପରିଣତ ହେଇଛନ୍ତି। ମାତ୍ର ଏ ଯୁଦ୍ଧ ଏଇଠାରେ ଶେଷ ହୋଇ ନାହିଁ। ମନୁଷ୍ୟ ଏଠି ସାଧୁସନ୍ଥ ହୋଇ ରହିବାକୁ ଆସିନାହିଁ। ଅହିଂସା ପରମ ଧର୍ମ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଏହାର ପ୍ରମାଣ ମହାଭାରତର ମହାସଂଗ୍ରାମ। ଆଗକୁ ଯେଉଁ ମହାଯୁଦ୍ଧରେ ଆମେ ଅବତୀର୍ଣ୍ଣ ହେବୁ ତାକୁ ଆସନ୍ନ ଭବିଷ୍ୟତର ମହାଯୁଦ୍ଧ ବୋଲି ମା ଶିକ୍ଷାର୍ଥୀର ସଂକଳ୍ପରେ ପ୍ରକାଶ କରିଛନ୍ତି। ସେ ଯୁଦ୍ଧ ହେଉଛି ଅହଂ ପ୍ରଣୋଦିତ ପ୍ରାଣ ଓ ମନ ସହିତ ମାନବୀୟ ଚେତନାର ଦେବତ୍ୱ ଦିଗରେ। ସେ ଯୁଦ୍ଧ ହେଉଛି ଅହଂ ପ୍ରଣୋଦିତ ପ୍ରାଣ ଓ ମନ ସହିତ ମାନବୀୟ ଚେତନାର ଦେବତ୍ୱ ଦିଗରେ ଅଭିଯାନ। ଏ ସଂଗ୍ରାମ ଅତୀତ ବିରୁଦ୍ଧରେ। ଯେଉଁ ଅତୀତ ତାର ଅସ୍ତିତ୍ୱ ଏବେ ବି ବଞ୍ଚେଇ ରଖିବାକୁ ଚାହୁଁଛି, ମନୁଷ୍ୟ ତାର ଅତୀତର ଖୋଳ ଭିତରୁ ବାହାରିବାକୁ ଚାହୁଁନାହିଁ। ପୁଣ୍ୟର ପୋଷାକ ଖୋଲିବାକୁ ପ୍ରସ୍ତୁତ ହେଉନାହିଁ। ଅତୀତର ସ୍ମୃତି ପ୍ରୀତିକର, ତାର ଆକର୍ଷଣ ଅକାଟ୍ୟ। ଜୀବନର ଚିର ପରିଚିତ ଚିରାଚରିତ ଶଗଡ଼ ଗୁଳାଟିକୁ ଛାଡ଼ି ଅଜ୍ଞାତ ଭବିଷ୍ୟତର କଣ୍ଟକିତ ମାର୍ଗରେ ପାଦ ଥାପିବାର ସତ ସାହସ ଏବେ ବି ମନୁଷ୍ୟ ପାଖରେ ନାହିଁ। ପରିଚିତ ଶଗଡ଼ ଗୁଳାରେ ଚାଲିବାରେ ସେ ଅଭ୍ୟସ୍ତ। ନୂଆ ବାଟଟିରେ କଣ୍ଟା ଝୁଣ୍ଟା ମାଡ଼ିକି ଚାଲିବା ବା ନୂଆ ବାଟଟିଏ ପକେଇବା ପାଇଁ ସେ ପ୍ରସ୍ତୁତ ନୁହେଁ। କାରଣ ମଣିଷ ହେଉଛି ସୁବିଧାବାଦୀ। ଅତୀତର କ୍ଷତକୁ ଉଖାରି ଉଖାରି ଯନ୍ତ୍ରଣାର ସ୍ୱାଦ ଆସ୍ୱାଦନ କରିବାର ବିକୃତ ମାନସିକତା ଏବେ ବି ମନୁଷ୍ୟ ମଧ୍ୟରେ ତିଷ୍ଠି ରହିଛି। ଏକ ସହଜ ସାବଲୀଳ ଜୀବନଯାତ୍ରା ତାର ଆବଶ୍ୟକ। ଅତୀତର ଆକର୍ଷଣ ଏକ ଦୃଢ ଲୌହ ଶିକୁଳି ସଦୃଶ ପଛକୁ ଟାଣି ଧରୁଛି। ସେ ଶିକୁଳି ହେଉଛି ସଂକୀର୍ଣ୍ଣ ଧାର୍ମିକ ଧାରଣା, ଗତାନୁଗତିକ ଜୀବନଧାରା, ଦେବପୂଜନ, ଦିଅ ଦର୍ଶନ, ତୀର୍ଥାଟନ, ବ୍ରତ ପାଳନ ଭଳି ନୈତିକ ଜୀବନଧାରା। ଏକ ନୈତିକ ଜୀବନଧାରା ହେଉଛି ସେଇ ଗତାନୁଗତିକ ଜୀବନଧାରା। ଚିରାଚରିତ ଭଜନ, କୀର୍ତ୍ତନ, ଉଦଣ୍ଡ ନର୍ତ୍ତନ ମାଧ୍ୟମରେ ଗୋଲକ, ସାକେତ, ବୈକୁଣ୍ଠ ଧାମକୁ ଯାତ୍ରା କରିବାର ଭିସା ପାସପୋର୍ଟ ହାସଲ କରିବାର ପ୍ରକ୍ରିୟା। ଭଜନ, କୀର୍ତ୍ତନ, ଉଦଣ୍ଡ ନର୍ତ୍ତନ କାହିଁକି ହଉଛି? ଯିବା ସ୍ୱର୍ଗକୁ, ବୈକୁଣ୍ଠକୁ ଯିବା। ସେଥିପାଇଁ ଭିସା ପାସପୋର୍ଟ ଦରକାର, ଏଇଠି ହାସଲ ହବ। ଅମରାବତୀର ଅନନ୍ତ ଐଶ୍ୱର୍ଯ୍ୟ ଯେ ଏ ମର୍ତ୍ତ୍ୟ ମାଟିରେ ଅବତରଣ ପାଇଁ ଅପେକ୍ଷାରତ, ତାହା ସେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ। ସେମାନେ ଆମେ ମଣିଷ ମାନେ କିଛି ଧାର୍ମିକ ଅନୁଷ୍ଠାନ, ପୂଜା ଆରାଧନା ମାଧ୍ୟମରେ ବୈକୁଣ୍ଠ ପ୍ରାପ୍ତିର ସ୍ୱପ୍ନରେ ମନୁଷ୍ୟ ମଜ୍ଜି ରହିଛି। କର୍ମଭୂମି ଛାଡି ବନଭୂମିକୁ ଧାଉଁଛି। ଧର୍ମ ଛଡା ହେବାକୁ ଭୟ କରୁଛି। ବୈକୁଣ୍ଠ ପ୍ରାପ୍ତିର ସ୍ୱପ୍ନରେ ମଜ୍ଜି ରହି ମୃତ୍ୟୁକୁ ହିଁ ପ୍ରତୀକ୍ଷା କରୁଛି। ମର୍ତ୍ତ୍ୟରେ ଅମରତ୍ୱ ପ୍ରାପ୍ତିର ସନ୍ଦେଶକୁ ସେ ବିଶ୍ୱାସ କରୁନାହିଁ। କାରଣ ଅତୀତର ଗ୍ରନ୍ଥ ସନ୍ଥ ଆମ ମନରେ ମୃତ୍ୟୁ ଏକମାତ୍ର ସତ୍ୟ ବୋଲି ଧାରଣା ସୃଷ୍ଟି କରିଛନ୍ତି। ଜୀବନ ଓ ଜଗତ ମିଥ୍ୟା ବୋଲି ପ୍ରତ୍ୟୟ ଦେଇଛନ୍ତି। କେବଳ ସର୍ବଶ୍ରେଷ୍ଠ ଯୋଗୀ ଶ୍ରୀ ଅରବିନ୍ଦ ଜୀବନ ଜୟଗାନ କରିଛନ୍ତି। ଜୀବନ ହିଁ ସତ୍ୟ, ଜଗତ ହିଁ ସତ୍ୟ, ମୃତ୍ୟୁ ଏକ ମହାପ୍ରହେଳିକା।
ମୃତ୍ୟୁ ଏକ ମିଥ୍ୟା ମାୟା ଜାଲ। ମନୁଷ୍ୟ କଥା ବୁଝିପାରୁନାହିଁ ବୋଲି ପ୍ରଭୁ କହୁଛନ୍ତି ମ୍ୟାନ୍ ଇଜ୍ ଆନ୍ ଏମ୍ଲେସ୍ ଟ୍ରାଭେଲର ବିଟୁଇନ୍ ବାର୍ଥ ଆଣ୍ଡ ଡେଥ୍। ମାନବ ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ସଂଘର୍ଷମୟ। ତାର ଅସ୍ମିତାକୁ ଅତୁଟ ରଖିବାକୁ ହେଲେ ତାକୁ ଅହରହ ସଂଗ୍ରାମ କରିବାକୁ ହେବ। ଯୁଦ୍ଧାୟ କୃତ ନିଶ୍ଚୟ। ଜୀବନର କୁରୁକ୍ଷେତ୍ରରେ ଯୁଦ୍ଧ ନିଶ୍ଚିତ। ବିବର୍ତ୍ତନର ଆଦ୍ୟ ସୋପାନରୁ ଏ ଯୁଦ୍ଧ ଆରମ୍ଭ ହୋଇଛି। ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଏ ଯୁଦ୍ଧ ଚାଲିବ। ଏ ଯୁଦ୍ଧର ଅବ୍ୟାହତି ନାହିଁ। ପ୍ରତିଟି ମୁହୂର୍ତ୍ତ ଯେମିତି ଯୋଗ, ପ୍ରତିଟି ମୁହୂର୍ତ୍ତ ହେଉଛି ଯୁଦ୍ଧ। ଜଡ଼ ଗର୍ଭରେ ନିଦ୍ରିତ ଚେତନା ଜାଗ୍ରତ ହୋଇ ଜଡ଼ର ଜଠରକୁ ଭେଦ କରି ଆତ୍ମପ୍ରକାଶ କରୁଛି। ତୃଣ ତରୁ କୀଟ ପତଙ୍ଗ ପଶୁପକ୍ଷୀ ମଧ୍ୟ ଦେଇ ଯାତ୍ରା ତାର ଅବ୍ୟାହତ ରଖିଛି। ବିବର୍ତ୍ତନରେ ଜୟଯାତ୍ରା ମନୁଷ୍ୟ ପାଖରେ ପହଞ୍ଚି ସାରିଛି। ବିବର୍ତ୍ତନର ଯୋଉ ଜୟଯାତ୍ରା ଚାଲିଛି ତାହା ମନୁଷ୍ୟ ପାଖରେ ପହଞ୍ଚି ସାରିছে। ମାନେ ବିବର୍ତ୍ତନ ଯୋଗୁଁ ଆମେ ମନୁଷ୍ୟ ହେଇଛୁ, କିନ୍ତୁ ଆମେ ଶେଷ ଜୀବ ନୁହଁ ବିବର୍ତ୍ତନର। ମାଛଟିଏ କଇଁଛ ହେବା ପାଇଁ ସଂଘର୍ଷ କରୁଛି। ବିବର୍ତ୍ତନଗତ ସତ୍ୟର ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଯୁଗ ସନ୍ଧିକ୍ଷଣରେ ଗୋଟିଏ ଗୋଟିଏ ମହାଯୁଦ୍ଧ ସଂଗଠିତ ହେଇଛି। ରାମ ରାବଣ ଯୁଦ୍ଧ ହେଇଛି, ମହାଭାରତ ଯୁଦ୍ଧ, ଆହୁରି କେତେ କଣ ଯୁଦ୍ଧ ହେଇଛି। ଶେଷକୁ ଅତିମାନସ ଯୁଗ ପ୍ରତିଷ୍ଠା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ, ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହେଇଛି। ତେଣୁ ପ୍ରତ୍ୟେକ ଯୁଗ ସନ୍ଧିକ୍ଷଣରେ ଗୋଟିଏ ଗୋଟିଏ ମହାଯୁଦ୍ଧ ସଂଗଠିତ ହେଇଛି ବିବର୍ତ୍ତନକୁ ଅଗ୍ରଗାମୀ କରିବା ପାଇଁ। ଏହି ଯୁଦ୍ଧରେ ବିଜୟୀ ଯୋଦ୍ଧା ହିଁ ବିବର୍ତ୍ତନ ଜନିତ ସଂକଟକୁ ଅତିକ୍ରମ କରି ନୂତନ ଯୁଗ ନିର୍ମାଣର ସ୍ଥପତି ହେଇଛି, ଶିଳ୍ପୀ ହେଇଛି। ଏବେ ପ୍ରାୟ ଏକ ଚୂଡ଼ାନ୍ତ ବିବର୍ତ୍ତନର ସନ୍ଧିକ୍ଷଣ ଉପନୀତ ହୋଇଛି। ଯେଉଁ ସଂଘର୍ଷଟି ସଂଗଠିତ ହେବାକୁ ଯାଉଛି ତାହା ପୁରାତନ ବିରୁଦ୍ଧରେ ନୂତନତ୍ୱର, ଅତୀତ ବିରୁଦ୍ଧରେ ଭବିଷ୍ୟତର କନକର ଲଢ଼େଇ। ଏହି ଯୁଗ ସନ୍ଧିକ୍ଷଣରେ ଯୋଉ ଲଢ଼େଇ ଲାଗିବ, ଅତୀତ ବିରୁଦ୍ଧରେ ଭବିଷ୍ୟତର, ପୁରାତନ ବିରୁଦ୍ଧରେ ନୂତନତ୍ୱର ଲଢ଼େଇ। ମା କହୁଛନ୍ତି ବ୍ଲେସେଡ୍ ଆର୍ ଦୋଜ୍ ହୁ ଟେକ୍ ଏ ଲିପ୍ ଟୁୱାର୍ଡସ୍ ଦି ଫ୍ୟୁଚର। ସେଇମାନେ ଧନ୍ୟ ଯେଉଁମାନେ ଭବିଷ୍ୟତ ଦିଗରେ କରନ୍ତି ଲମ୍ଫ ପ୍ରଦାନ। ମନୁଷ୍ୟ ଜୀବନକୁ ପ୍ରଭାବିତ କରିବାରେ କାଳ ବା ସମୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମନୁଷ୍ୟ ଜୀବନକୁ ପ୍ରଭାବିତ କରେ। ସେଥିପାଇଁ ସାଧନା ଚତୁଷ୍ଟୟରେ କାଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହାର ତିନୋଟି ପର୍ଯ୍ୟାୟ ରହିଛି କାଳର: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ଯେଉଁ ମୁହୂର୍ତ୍ତଟି ମହାକାଳ ସିନ୍ଧୁରେ ହଜି ଯାଉଛି ତାହା ଅତୀତ, ତାହା ଅଫେରା। ମନୁଷ୍ୟ ଜୀବନ ପାଇଁ ତାର ଆଉ କୌଣସି ଭୂମିକା ନାହିଁ, କୌଣସି ମୂଲ୍ୟ ନାହିଁ। ଯେଉଁ ମୁହୂର୍ତ୍ତଟି ସମ୍ମୁଖକୁ ଆସୁଛି ତାହା ବର୍ତ୍ତମାନ। ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାରି ଉପରେ ବ୍ୟକ୍ତିର କିଛି ଅଧିକାର ଅଛି, ଯାହାକୁ ସେ ଯଥାର୍ଥ ଭାବରେ ବିନିଯୋଗ କରି ଭବିଷ୍ୟତର ଏକ ଭିତ୍ତିଭୂମି ଗଢ଼ିପାରିବ। ଅଦ୍ୟାବଧି ଅନାଗତ ଯେଉଁ ମୁହୂର୍ତ୍ତଟି ଆସିବାକୁ ଯାଉଛି ତାହା ହେଉଛି ଭବିଷ୍ୟତ। ଅନାଗତ ଭବିଷ୍ୟତ ମନୁଷ୍ୟ ପାଇଁ ଏକ ପ୍ରଶ୍ନବାଚୀ, ଏକ ବିଭୀଷିକା। ଭବିଷ୍ୟତ ପ୍ରତି ମନୁଷ୍ୟର ରହିଛି ଏକ ଅହେତୁକ ଭୟ। ସେ ଭୟକୁ ବଢାଇ ଦେଇଛି ମାଳିକାର ଚେତାବନୀ। କଣ ହବ? ମାଳିକା ଚେତାବନୀ ଦଉଛି, ଡରେଇ ଦଉଛି। ସେଥିପାଇଁ କୁହାଯାଇଛି ପାଷ୍ଟ ବ୍ରିଙ୍ଗସ୍ ଫିୟର। ଅତୀତ କଥା ଭାବି ଆମେ ଅଶ୍ରୁ ମୁଞ୍ଚନ କରୁଛୁ। ଫ୍ୟୁଚର ବ୍ରିଙ୍ଗସ୍ ଫିୟର। ଭବିଷ୍ୟତ ଆମକୁ ଭୟଭୀତ କରୁଛି। ବଟ୍ ପ୍ରେଜେଣ୍ଟ ବ୍ରିଙ୍ଗସ୍ ଫିୟର। ମନେ ରଖ, ବର୍ତ୍ତମାନ ହିଁ ଆନନ୍ଦର ଆଧାର, ତାକୁ ନଷ୍ଟ କର ନା। ଡୋଣ୍ଟ ବି ସରି ଫର ଦି ପାଷ୍ଟ। ଅତୀତର ଭୁଲ ତ୍ରୁଟି ପାଇଁ ଦୁଃଖିତ ହୁଅ ନାହିଁ। ଡୋଣ୍ଟ ବି ୱରି ଫର ଦି ଫ୍ୟୁଚର। ଭବିଷ୍ୟତ ପାଇଁ ବିବ୍ରତ ହୁଅ ନାହିଁ। ବି ମେରି ଆଟ୍ ପ୍ରେଜେଣ୍ଟ। ବର୍ତ୍ତମାନ ମୁହୂର୍ତ୍ତକୁ ନେଇ ଆନନ୍ଦ କର। ଡୋଣ୍ଟ ବି ସରି ଫର ଦି ପାଷ୍ଟ। ଡୋଣ୍ଟ ବି ୱରି ଫର ଦି ଫ୍ୟୁଚର। ବି ମେରି ଆଟ୍ ପ୍ରେଜେଣ୍ଟ। ଲେଟ୍ ଦି ଡେଡ୍ ପାଷ୍ଟ, bury in the past, act in living present, be hopeful for a bright future. ମୃତ ଅତୀତକୁ କବର ଦିଅ, ବର୍ତ୍ତମାନ ମୁହୂର୍ତ୍ତକୁ କାର୍ଯ୍ୟରେ ଲଗାଅ।
ଏବଂ ଏକ ଉଜ୍ଜଳ ଭବିଷ୍ୟତ ପାଇଁ ଆଶାବାଦୀ ହୁଅ। ଭବିଷ୍ୟତ ସେଇମାନଙ୍କ ପାଇଁ ସମ୍ଭାବନାମୟ ଯେଉଁମାନେ ଜାଣନ୍ତି ତାକୁ କିପରି ବିନିଯୋଗ କରିବାକୁ ହେବ ପ୍ରତିଟି ମୁହୂର୍ତ୍ତକୁ। ଯୁଗେ ଯୁଗେ ବିବର୍ତ୍ତନ ବିରୋଧୀ ତତ୍ତ୍ୱ ଯେଉଁମାନେ ପୁରାତନ ପୃଥିବୀକୁ ପଦାନତ କରି ରଖିବାକୁ ସଂଘର୍ଷରତ ଆରମ୍ଭ କରିଛନ୍ତି ଏକ ମହାଯୁଦ୍ଧ। ଏହି ଯୁଦ୍ଧ ପାଇଁ ଯଥାର୍ଥ ଯୋଦ୍ଧାମାନଙ୍କର ଆବଶ୍ୟକତା ଅଛି। ସେହି ଯୁଦ୍ଧରେ ଅଂଶଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀ ରୂପୀ ଯୋଦ୍ଧାମାନଙ୍କୁ ଆହ୍ୱାନ ଦେଇ ମା କହୁଛନ୍ତି, The world is preparing for a big change. Will you help? ଏହି ଦିବ୍ୟ କାର୍ଯ୍ୟରେ ମହାଯୁଦ୍ଧରେ ଭାଗ ନେବା ପାଇଁ ପ୍ରତ୍ୟେକ ସଂକଳ୍ପବଦ୍ଧ ହେବାର ଦେବ ମୁହୂର୍ତ୍ତ ସମାଗତ। ଦେବ ମୁହୂର୍ତ୍ତ ଆସିଛି। Let us prepare for a new sunshine. ନୂତନ ସୂର୍ଯ୍ୟୋଦୟକୁ ସ୍ୱାଗତ କରିବା ପାଇଁ ଆସ ଆମେ ସଂକଳ୍ପବଦ୍ଧ ହେବା, ପ୍ରତିଜ୍ଞାବଦ୍ଧ ହେବା, ଯୋଦ୍ଧାରେ ପରିଣତ ହେବା। କାରଣ ଯୁଦ୍ଧାୟ କୃତ ନିଶ୍ଚୟ। ସଂଘର୍ଷ କରିବାକୁ ହବ, ପଳାୟନ ପନ୍ଥୀ ହେଲେ ଚଳିବ ନାହିଁ। ସାଙ୍ଗ ହୋଇ ଯୁଦ୍ଧ କରିବା, ଏକାକୀ ବି ଯୁଦ୍ଧ କରିବା, ତଥାପି ସାମୂହିକ ଯୁଦ୍ଧ ପାଇଁ ପ୍ରୟାସ କରିବା। ସଂଗଛ ଧ୍ୱଂ, ଏକାଠି ଆସ, ପାହାଡ଼ ଚଢିବା, ଦୁର୍ଗମ ପଥରେ ଯାତ୍ରା କରିବା, ଯୁଦ୍ଧରେ ଲଢିବା, ବିଜୟ ହାସଲ କରିବା। ଏହା ହିଁ ହଉ ଶିକ୍ଷାର୍ଥୀର ସଂକଳ୍ପ। ଆମେ ସମସ୍ତେ ସେଇ ଶିକ୍ଷାର୍ଥୀ। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍।